ଆଜିଠାରୁ ଆରମ୍ଭ ହେଲା ମାଟ୍ରିକ ପରୀକ୍ଷା। ମାର୍ଚ୍ଚ 6ରେ ହେବ ପରୀକ୍ଷା ଶେଷ। ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରିଚାଳିତ ମାଟ୍ରିକ ପରୀକ୍ଷା ଆଜି ଆରମ୍ଭ ହୋଇଯାଇଛି। ଗଞ୍ଜାମ ଜିଲ୍ଲାର 270ଟି ପରୀକ୍ଷା କେନ୍ଦ୍ରରେ 43,435 ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। ରାଜ୍ୟରେ 3,133 ପରୀକ୍ଷା କେନ୍ଦ୍ରରେ 5,22,336 ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ସୂଚନା ମିଳିଛି। ସକାଳ 9ଟା ଠାରୁ 11:30 ପର୍ଯ୍ୟନ୍ତ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ତ୍ରିସ୍ତରୀୟ ସ୍କ୍ୱାଡ୍ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଭାଇରାଲ ରୋକିବାକୁ ପ୍ରଶ୍ନପତ୍ରରେ QR କୋଡ୍ର ବ୍ୟବସ୍ଥା କରାଯାଇଥିଲା।